ହ୍ୟାଲୋ ପିଲାମାନେ, ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ବିନାୟକ ଓଡ଼ିଆ ଏକାଡେମୀକୁ। ଆମେ ପୂର୍ବ କ୍ଲାସରେ ପଢିଥିଲେ ଯେ ଯୋଉ ଆମର ଲେଖା ଆଉ ଲେଖକ ଅଛନ୍ତି, ଆମେ ସେଥିରୁ 4 ଜଣଙ୍କୁ ପଢିଥିଲେ। ଶାରଳା ଦାସଙ୍କୁ, ଜଗନ୍ନାଥ ଦାସଙ୍କୁ, ଉପେନ୍ଦ୍ର ଭଞ୍ଜଙ୍କୁ, ଭୀମ ଭୋଇଙ୍କୁ। ଆଜି ଆମେ ପଢିବା ଫକୀରମୋହନ ସେନାପତି, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ମହାନ୍ତି। ଯୋଉମାନେ ୟାର ପାର୍ଟ 1 ଭିଡିଓଟା ଦେଖିନାହାନ୍ତି ଯାଇକି ଦେଖିଦେବେ। ଏଇଟା ହଉଛି ପାର୍ଟ 2 ଭିଡିଓ। ତ ଏଇ 3 ଜଣଙ୍କୁ କେବଳ ଏଥିରେ ଆଲୋଚନା କରାହେଇଛି। ଆଉ ଯୋଉମାନେ ଦେଖିନାହାନ୍ତି ସେମାନେ ପ୍ରଥମ ଭିଡିଓ ଦେଖିଦେବେ। ଫକୀରମୋହନ ସେନାପତି। ଫକୀରମୋହନ ସେନାପତିଙ୍କ ରଚନାବଳୀ ଆମେ ଦେଖିବା। ତାଙ୍କର ଉପନ୍ୟାସ, ତାଙ୍କର 4ଟା ଉପନ୍ୟାସ ଅଛି। ଛମାଣ ଆଠ ଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ। ଫକୀରମୋହନ କୋଉ କବି ଭାବରେ ପରିଚିତ? ବ୍ୟାସ କବି ଭାବରେ ପରିଚିତ। ତାଙ୍କର ସେ 4ଟା ଉପନ୍ୟାସ ଲେଖିଛନ୍ତି। ଛମାଣ ଆଠ ଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ। ଫକୀରମୋହନ ସେନାପତିଙ୍କ ଗଳ୍ପ ଗୁଡିକ, ତାଙ୍କର କ୍ଷୁଦ୍ର ଗଳ୍ପ ହଉଛି ଲଛମନିଆ, ଯୋଉଟା ଦୃଷ୍ପ୍ରାପ୍ୟ। ମାନେ ଲଛମନିଆ, ଏଇ ଲଛମନିଆର ସୂଚନା ତାଙ୍କର ଯୋଉ ଆତ୍ମଚରିତ ଅଛି ସେଥିରେ ସେ ଦେଇଛନ୍ତି, କିନ୍ତୁ ଲଛମନିଆ ବର୍ତ୍ତମାନ ଆଉ ମିଳୁନି। ତେଣୁକରି ପ୍ରଥମ କ୍ଷୁଦ୍ରକଳ୍ପ ଭାବରେ ଆମେ ରେବତୀକୁ ଗ୍ରହଣ କରୁଛେ। ନହେଲେ ଯଦି ଲଛମନିଆ ମିଳନ୍ତା ତାହେଲେ ଆମେ ଲଛମନିଆକୁ ପ୍ରଥମ କ୍ଷୁଦ୍ରକଳ୍ପ ହେଇଥାନ୍ତା। କିନ୍ତୁ ଯେହେତୁ ଲଛମନିଆ ବର୍ତ୍ତମାନ ମିଳୁନି, ସେଥିପାଇଁ ରେବତୀ ହଉଛି ଆମ ଓଡିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରକଳ୍ପ। ସେ ଯାହା ବି ହଉ, ଆମେ ଚାଲନ୍ତୁ ତାଙ୍କ କ୍ଷୁଦ୍ରକଳ୍ପ ଗୁଡିକ ଦେଖିବା ଫକୀରମୋହନ ସେନାପତିଙ୍କର। ଲଛମନିଆ, ରେବତୀ, ବାଲେଶ୍ୱର ପଙ୍ଗାଳୁଣି, ବାଲେଶ୍ୱର ରାହାଜାନୀ, ମୌନା ମୌନି, ପୁନର୍ମୂଷିକ ଭବ, ଡାକ ମୁନିଷି, କାଳିକା ପ୍ରସାଦ ଗୋରାପ, କମଳା ପ୍ରସାଦ ଗୋରାପ, ଧୂଳିଆ ବାବା, ପେଣ୍ଟେଡ ମେଡିସିନ, ସୁନା ବୋହୂ, ବୀରେଇ ବିଶ୍ୱାଳ, ରାଣ୍ଡିପୁଅ ଅନନ୍ତା, ବଗଲା ବଗୁଲି, ସଭ୍ୟ ଜମିଦାର, ଅଜାନତି କଥା, ମାଧ ମହାନ୍ତିଙ୍କ କନ୍ୟା ସୁନା, ଅଧର୍ମ ବିତ, ପାଠୋଇ ବୋହୂ, ଗାରୁଡି ମନ୍ତ୍ର। ଏଗୁଡିକ ହଉଛି ତାଙ୍କର ଗଳ୍ପ ଗୁଡାକ। ତାଙ୍କ କବିତା ଗୁଡାକ ହଉଛି ଉତ୍କଳ ଭ୍ରମଣ, ପୁଷ୍ପମାଳା, ଉପହାର, ପୂଜା ଫୁଲ, ପ୍ରାର୍ଥନା, ଅବସର ବାସରେ, ଧୂଳି। ଏଗୁଡିକ ହଉଛି ତାଙ୍କର କବିତା ଗୁଡିକ। ତାଙ୍କର ଅନୁବାଦ ପୁସ୍ତକ ହଉଛି ମହାଭାରତ ଆଉ ରାମାୟଣ। ସେ ମହାଭାରତ ଆଉ ରାମାୟଣକୁ ଅନୁବାଦ କରିଥିବାରୁ ତାଙ୍କୁ ବ୍ୟାସ କବି ବୋଲି କୁହାଯାଏ। ତାଙ୍କର ଆତ୍ମଜୀବନୀର ନାଁ ହଉଛି ଆତ୍ମଜୀବନ ଚରିତ। ଓଡ଼ିଆ ସାହିତ୍ୟର ପ୍ରଥମ ଆତ୍ମଜୀବନୀ ହଉଛି ତାଙ୍କର, ଏବଂ ଏଇ ତାଙ୍କ ଆତ୍ମଜୀବନର ନାଁ ହଉଛି ଆତ୍ମଜୀବନ ଚରିତ। ତାପରେ ଆମେ ପଢିବା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚନାବଳୀ ଗୁଡିକ ହେଉଛି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଯାହାକି ପ୍ରଥମ ଓଡ଼ିଆ ଭାଷାକୋଷ ଭାବରେ ପରିଚିତ। ତାଙ୍କର ଅନ୍ୟାନ୍ୟ ରଚନାବଳୀ ଗୁଡିକ ହଉଛି ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ବାଇ ମହାନ୍ତି ପାଞ୍ଜି, ଦୁନିଆର ହାଲଚାଲ, ନନାଙ୍କ ବସ୍ତାନି, ଆମ ଘରର ହାଲଚାଲ, ବାଇ ନାନୀଙ୍କ ବିଜୁଳି, ଉତ୍କଳ କାହାଣୀ। এই ଉତ୍କଳ କାହାଣୀ ହଉଛି ଓଡ଼ିଶାର ପ୍ରଥମ କାହାଣୀ ସଂଗ୍ରହ। ଢଗଢମାଳି ବଚନ, 2 ଖଣ୍ଡି ଓଡ଼ିଆ ପୁସ୍ତକ। ଏଇଟା ହଉଛି 2ଟା ସମାଲୋଚନା ପୁସ୍ତକକୁ ସେ ନେଇକି ଗୋଟେ ବହି ଲେଖିଛନ୍ତି, ଯେ 2 ଖଣ୍ଡି ଓଡ଼ିଆ ପୁସ୍ତକ। ଧୋରେ ବାୟା ଧୋ। ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତି ହେଉଛନ୍ତି ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ।
ଗୋପୀନାଥ ମହାନ୍ତି ମୁଖ୍ୟତଃ ଔପନ୍ୟାସିକ ଭାବରେ ତାଙ୍କର ପରିଚିତି ରହିଛି। ତାଙ୍କ ଉପନ୍ୟାସ ଗୁଡ଼ିକ ହେଉଛି ମନ ଗହୀରର ଚାଷ, ମନ ଗହୀରର ଚାଷ, ଦାଦି ବୁଢ଼ା, ପରଜା, ଅମୃତର ସନ୍ତାନ। ଏଇ ଅମୃତର ସନ୍ତାନ ରଚନାବଳୀ ତାଙ୍କର କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଛି, ତେଣୁକରି ଏଇଟା ଟିକେ ଇମ୍ପୋର୍ଟାଣ୍ଟ। ଅମୃତର ସନ୍ତାନ, ହରିଜନ, ଶରତ ବାବୁଙ୍କ ଗଳି, ରାହୁର ଛାୟା, ଦୁଇ ପତ୍ର, ସପନ ମାଟି, ଦାନା ପାଣି, ଶିବ ଭାଇ, ଅପହଞ୍ଚ, ଲୟ ବିଲୟ, ତନ୍ତ୍ରିକାର, ମାଟି ମଟାଳ। ଏ ମାଟି ମଟାଳ ବହିଟା 1973ରେ ଜ୍ଞାନପୀଠ ପୁରସ୍କାର ପାଇଛି। ପୂର୍ବରୁ ଆମର ଅମୃତ ସନ୍ତାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଛି, ମାଟି ମଟାଳ ଜ୍ଞାନପୀଠ ପୁରସ୍କାର ପାଇଛି। ତେଣୁକରି ଏଇ ଦିଟାଙ୍କ ବହିକୁ ଟିକେ ଭଲସେ ମନେ ରଖିଦେଇଥିବେ ଯେ ଅମୃତର ସନ୍ତାନ ଆଉ ମାଟି ମଟାଳ। ପାହାନ୍ତା, ଆକାଶ ସୁନ୍ଦରୀ, ଅନଳ ନଳ, ମନର ନିଆଁ, ଦିଗ ଦିହୁଡ଼ି, ବୁନ୍ଦାଏ ପାଣି, କିଛି କହିବାକୁ ଚାହେଁ, ଜାନକୀ ଆମ୍ମା, ମେରିଆ ଅନାମ। ତାଙ୍କର ଆଉ ଗୋଟେ ଉପନ୍ୟାସ ହଉଛି ଭଲ ପାଇବାର ଶେଷ କଥା, ଯୋଉଟା କି ଗୋଟେ ଦୁଷ୍ପ୍ରାପ୍ୟ ଉପନ୍ୟାସ। ସେଟା ତାଙ୍କର ଗୋଟେ ଉପନ୍ୟାସ, କିନ୍ତୁ ସେ ଉପନ୍ୟାସ ଆଉ ମିଳୁନି, କେବଳ ନାଁଟି ଜଣା ଅଛି ଯେ ଏଇଟା ଗୋଟେ ଥର ନବଭାରତରେ ପ୍ରକାଶ ପାଇଥିଲା, ଭଲ ପାଇବାର ଶେଷ କଥା। ଗଳ୍ପ, ଏଇଟା ଆମର ଉପନ୍ୟାସ ଗଲା ଯେ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସଟା। ଗୋପୀନାଥ ମହାନ୍ତି ଯୋଉ ଗଳ୍ପ ଗୁଡ଼ିକ ଲେଖିଛନ୍ତି, ଆମେ ତାକୁ ଆଲୋଚନାର ପରିସରକୁ ନବା। ତାଙ୍କର ଗଳ୍ପ ଗୁଡ଼ିକ ହେଉଛି ଘାସର ଫୁଲ, ପୋଡ଼ା କପାଳ, ନବବଧୂ, ଛାଇ ଆଲୁଅ, ରଣଧନ୍ଦୋଳ, ଗୁପ୍ତ ଗଙ୍ଗା, ନାଁ ମନେ ନାହିଁ, ଉଡ଼ନ୍ତା ଖଇ, ସର ସଜ୍ଜା, ତିନି କାଳ, ବାଘେଲ, ବାଘେଇ। ବାଟ ବନ୍ଦ ଓ ଅନ୍ୟାନ୍ୟ ଗଳ୍ପ, ଶ୍ରେଷ୍ଠ ଗଳ୍ପ। ଏଗୁଡ଼ା ତାଙ୍କ ଗଳ୍ପ ଗୁଡ଼ିକ। ତାଙ୍କ କବିତା ହେଉଛି କିରାନୀ। ତାଙ୍କର ଯୁଦ୍ଧ ବୋଲି ଗୋଟେ କାବ୍ୟ ଅଛି। ତାଙ୍କ ଆତ୍ମଜୀବନୀର ନାଁ ହେଉଛି ସ୍ରୋତ ସ୍ରୋତୀ। ସେ ତାଙ୍କ ଆତ୍ମଜୀବନୀକୁ 4 ଭାଗରେ ବିଭକ୍ତ କରିଛନ୍ତି। ଏଇ ସ୍ରୋତସ୍ୱତୀ ଯୋଉ ଆତ୍ମଜୀବନୀଟି ସେ ଲେଖିଛନ୍ତି, ସେ ତାକୁ 4 ଭାଗରେ ବିଭକ୍ତ କରି ମାନେ ଭାଗ କରି ପ୍ରକାଶ କରିଛନ୍ତି। ସ୍ରୋତସ୍ୱତୀ ଆତ୍ମଜୀବନୀଟା ହେଉଛି ଆମର ଏଇ ଗୋପୀନାଥ ମହାନ୍ତିଙ୍କର ତାଙ୍କର ଜୀବନୀ। ସେ ଆତ୍ମଜୀବନୀ କହିଲେ ନିଜେ ନିଜ କଥା ଲେଖିବା, ଜୀବନୀ କହିଲେ ଅନ୍ୟ ଜଣେ ବ୍ୟକ୍ତିର ଜୀବନକୁ ଲେଖିବା। ତ ତାଙ୍କର 3ଟି ଆତ୍ମଜୀବନୀ ଅଛି। ଗୋଟେ ହଉଛି ଦୀପମ୍ ଜ୍ୟୋତି, ଆଉ ଉତ୍କଳମଣି, ଧୂଳିମାଟିର ସନ୍ଥ। ସେ ନାଟକ ମଧ୍ୟ ରଚନା କରିଛନ୍ତି। ଗୋପୀନାଥ ମହାନ୍ତି ମୁକ୍ତି ପଥେ, ଦିନ ଦ୍ୱିପହରେ, ମହାପୁରୁଷ। ତାଙ୍କର ପ୍ରବନ୍ଧ ଗୁଡ଼ିକ ହେଉଛି ପ୍ରେମର ନିୟତି, କଳା ଶକ୍ତି, ବାୟା ବକ। ତାଙ୍କ ପ୍ରବନ୍ଧ ଗୁଡ଼ିକ ହେଉଛି ପ୍ରେମର ନିୟତି, କଳା ଶକ୍ତି, ବାୟା ବକ। ତାଙ୍କର ଅନୁବାଦ ପୁସ୍ତକ ଭାରତ ଆଜି ଓ କାଲି, ବୁଝା ମନ, ଯୋଗାଯୋଗ, ରବୀନ୍ଦ୍ରନାଥ ଠାକୁରଙ୍କ ଉପନ୍ୟାସ, କଥା ଭାରତୀ, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ ଯୁଦ୍ଧ ଓ ଶାନ୍ତି। ଏହା 3ଟା ଭାଗ। ଲିଓ ଟଲଷ୍ଟୟଙ୍କର ଉପନ୍ୟାସ ଏଟା, ସେ ଅନୁବାଦ କରିଛନ୍ତି। ଏଟା ତାଙ୍କର ଅନୁବାଦ ପୁସ୍ତକ ଗୁଡ଼ା। ଭାରତ ଆଜି ଓ କାଲି, ବୁଝା ମନ, ଯୋଗାଯୋଗ, କଥା ଭାରତୀ, ଯୁଦ୍ଧ ଓ ଶାନ୍ତି। ମୋ ବିଦ୍ୟାଳୟ, ମାଇ ୟୁନିଭର୍ସିଟି ଗର୍ଗୀଙ୍କର ମାର୍କସ ଗର୍ଗୀ। ସେ ଲିଓ ଟଲଷ୍ଟୟଙ୍କ ଲିଖିତ ପ୍ରସିଦ୍ଧ ରୁଷୀୟ ବହି ୱାର ଆଣ୍ଡ ପିସ୍ ଅଛି। ଆଜ୍ଞା। ତାଙ୍କର ଭାଷା ଭିତ୍ତିକ ବହି ଗୁଡ଼ିକ ହେଉଛି ଗଦ୍ୟ ଭାଷା ପରିଚୟ, କୁଭିକନ୍ଧ ଭାଷା ତତ୍ତ୍ୱ,
କୁଭିଲେ କୁଟି ନେହି ପନନ୍ତୁ, କନ୍ଧ ପରଜା ସ୍ତୋତ ଓ ସଙ୍ଗୀତ, ସୌରା ଭାଷା। ଇଂରାଜୀରେ ଗୋପୀନାଥ ଚାରିଟି ଉପନ୍ୟାସ ପରଜା, ଦାନାପାଣି, ଲୟବିଲୟ, ଦାଦିବୁଢ଼ା ଇତ୍ୟାଦି। ଗୋପୀନାଥଙ୍କର ଅନେକ ଗୁଡ଼ାଏ, ଏଇ ଚାରିଟି କଣ କେବଳ ଅନେକ ଗୁଡ଼ାଏ ଉପନ୍ୟାସ ତାଙ୍କର ଇଂରାଜୀରେ ଅନୁବାଦ ହୋଇଛି। ସହାୟକ ଗ୍ରନ୍ଥ ସୂଚୀ ହିସାବରେ ପୁଣି ଥରେ ଆପଣଙ୍କୁ ଦେଇଦେଇଛି ଯେ ମୁଁ କୋଉ ବହିର ସାହାଯ୍ୟ ସହଯୋଗ ନେଇକି ଏଇ PDF ଟା ବନେଇଛି। ତାର ଏ କିଛି ବହି। ସମସ୍ତଙ୍କୁ ଧନ୍ୟବାଦ। ଆଉ SSB TGT ରିଲେଟେଡ୍ ଆଉ ଅନ୍ୟାନ୍ୟ ଯୋଉ ସବୁ ବିଷୟ ଆସୁଛି ତାକୁ ମଧ୍ୟ ଦେଖନ୍ତୁ। ଧନ୍ୟବାଦ।